ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର 31 ଅକ୍ଟୋବରରେ ପୁଣ୍ୟତିଥି ପାଳନ କରାଗଲା। ପ୍ରତିବର୍ଷ ଏହି ଦିନରେ ସଂକଳ୍ପ ଦିବସ ରୂପେ ପାଳନ କରାଯାଏ। ଚାଲନ୍ତୁ ଜାଣିବା ଇନ୍ଦିରା ଗାନ୍ଧୀଙ୍କର ଅଜଣା ରହସ୍ୟ ଉପରେ। ତା ପୂର୍ବରୁ ଆମ ଭିଡ଼ିଓଟି ଭଲ ଲାଗିଲେ ଦୟାକରି ଲାଇକ୍ କରି ଆମ ଚ୍ୟାନେଲକୁ ନୂଆ କରି ଆସିଥିଲେ ଦୟାକରି ଟିକେ ସବସ୍କ୍ରାଇବ୍ କରିଦିଅନ୍ତୁ। ଦର୍ଶକ ବନ୍ଧୁ, କ'ଣ ଆପଣ ଜାଣିଛନ୍ତି ଯୋଗଗୁରୁ ବାବା ରାମଦେବଙ୍କ ପୂର୍ବରୁ ଏକ ଏମିତି ଯୋଗଗୁରୁ ଥିଲେ ଯାହାଙ୍କ ଯୋଗ ଭିଡ଼ିଓ ଟିଭିରେ ପ୍ରସାରିତ ହେଉଥିଲା। ଆପଣମାନେ ବୋଧହୁଏ ଦୂରଦର୍ଶନରେ ଦେଖିଥିବେ। ବିହାରର ମଧୁବନୀ ଜିଲ୍ଲାରେ ରହୁଥିବା ଧୀରେନ୍ଦ୍ର ବ୍ରହ୍ମଚାରୀ ଭାରତର ଯୋଗଗୁରୁ ରହିସାରିଛନ୍ତି। ତାଙ୍କର ଚିହ୍ନା ଦେଶର ବଡ଼ ବଡ଼ ରାଜନେତାଙ୍କ ସହିତ ଥିଲା। ସେ ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଯୋଗଗୁରୁ ଥିଲେ। ଧୀରେନ୍ଦ୍ରଙ୍କ ବିଷୟରେ ଲୋକେ କୁହନ୍ତି ଯେ ଇନ୍ଦିରାଙ୍କର ଏତେ କ୍ଲୋଜ୍ ଥିଲେ ଯେ ବନ୍ଦ ଘର ଭିତରେ ଇନ୍ଦିରାଙ୍କୁ ଯୋଗ ଶିଖାଉଥିଲେ। ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଲେଖିକା କ୍ୟାଥରିନ୍ ଫ୍ରାଙ୍କଙ୍କ ପୁସ୍ତକ ବ୍ରହ୍ମଚାରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ସେ ବହୁତ କିଛି ଲେଖିଛନ୍ତି। ଦର୍ଶକ ବନ୍ଧୁ, ଆପଣ ଶୁଣିକି ଆଶ୍ଚର୍ଯ୍ୟ ହେବେ, ଧୀରେନ୍ଦ୍ର ବ୍ରହ୍ମଚାରୀ ଶିକ୍ଷା ମନ୍ତ୍ରାଳୟ ତରଫରୁ ଅନୁଦାନ ତାଙ୍କୁ ମିଳୁଥିଲା। ମନ୍ତ୍ରାଳୟ ତରଫରୁ ଏକ ଆଲିଶାନ ବଙ୍ଗଳା ଦିଆଯାଇଥିଲା। କୁହାଯାଏ କି ଧୀରେନ୍ଦ୍ର 13 ବର୍ଷ ବୟସରୁ ଘର ଛାଡ଼ି ଲକ୍ଷ୍ନୌର ମହର୍ଷି କାର୍ତ୍ତିକେୟ ଆଶ୍ରମରେ ଯୋଗ ଶିଖାଉଥିଲେ। ତାଙ୍କ ପାଖରେ 4 ସିଟର ପ୍ରାଇଭେଟ୍ ଜେଟ୍, 19 ସିଟର ଡାଲିୟର ଏବଂ 5 ମାଇଲ ବିମାନ ଥିଲା। ସେ ନିଜ ବିମାନ ନିଜେ ଚଲାଉଥିଲେ। ତାଙ୍କର ଏକ ସ୍ୱତନ୍ତ୍ର ବିମାନ ମଧ୍ୟ ରହିଥିଲା। ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦ୍ର କୁମାର ଗୁଜରାଲଙ୍କ ଆତ୍ମକଥା ମ୍ୟାଟର୍ସ ଅଫ୍ ଡିକ୍ରେସନରେ ଧୀରେନ୍ଦ୍ର ବ୍ରହ୍ମଚାରୀଙ୍କ କଥା ଉଲ୍ଲେଖ କରିଛନ୍ତି। 12 ଫେବୃଆରୀ 1924ରେ ବିହାର ମଧୁବନୀ ଜିଲ୍ଲାରେ ଜନ୍ମ ହୋଇଥିବା ଧୀରେନ୍ଦ୍ର ବ୍ରହ୍ମଚାରୀ ଏବଂ ଇନ୍ଦିରା ଗାନ୍ଧୀଙ୍କର ଭେଟଘାଟ କାଶ୍ମୀରରେ ହୋଇଥିଲା। ଧୀରେନ୍ଦ୍ର ନାଁ କେବଳ ଇନ୍ଦିରା ଗାନ୍ଧୀ ବରଂ ଜୟପ୍ରକାଶ ନାରାୟଣ, ମୋରାରଜୀ ଦେଶାଇ, ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଯୋଗଗୁରୁ ଥିଲେ। ଏକ ଏମିତି ସମୟ ଆସିଥିଲା ଲୋକେ କହୁଥିଲେ ଇନ୍ଦିରାଙ୍କ ଉପରେ କଳା ଯାଦୁ କରିଥିଲେ ଧୀରେନ୍ଦ୍ର ବ୍ରହ୍ମଚାରୀ। ଏମର୍ଜେନ୍ସି ସମୟରେ ଇନ୍ଦିରାଙ୍କର ଆହୁରି କ୍ଲୋଜ୍ ହୋଇଯାଇଥିଲେ। ରାମଚନ୍ଦ୍ର ଗୁହାଙ୍କ ବହି ଇଣ୍ଡିଆ ଆଫ୍ଟର ଗାନ୍ଧୀଙ୍କରେ ଲେଖିଛନ୍ତି ସେ ସଞ୍ଜୟ ଗାନ୍ଧୀଙ୍କର ବହୁତ ନିକଟର ଥିଲେ, କିନ୍ତୁ ରାଜୀବ ତାଙ୍କୁ ପସନ୍ଦ କରୁନଥିଲେ। କୁହାଯାଏ କି ସଞ୍ଜୟଙ୍କ ମୃତ୍ୟୁ ପରେ ତାଙ୍କର ଦଖଲ ଗାନ୍ଧୀ ପରିବାରରେ ବହୁତ କମ୍ ହୋଇଗଲା। ରାଜୀବ ଗାନ୍ଧୀ ତାଙ୍କୁ ପସନ୍ଦ କରୁନଥିଲେ, ସେଥିପାଇଁ ତାଙ୍କ ଯିବା ଆସିବା ଉପରେ କଟକଣା ଲଗାଇ ଦେଇଥିଲେ ରାଜୀବ ଗାନ୍ଧୀ। ଦୂରଦର୍ଶନରେ ତାଙ୍କ କାର୍ଯ୍ୟକ୍ରମକୁ ସବୁ ବନ୍ଦ କରିଦିଆଯାଇଥିଲା। ଇନ୍ଦିରା ଗାନ୍ଧୀଙ୍କ ନିଧନ ସମୟରେ ତାଙ୍କୁ ଅନ୍ତିମ ଦର୍ଶନ କରିବାକୁ ଦିଆଯାଇନଥିଲା। ଶେଷରେ ଏକ ବିମାନ ଦୁର୍ଘଟଣାରେ ଧୀରେନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିଲା। ଦର୍ଶକ ବନ୍ଧୁ, ଇଏ ଥିଲା ଇନ୍ଦିରା ଗାନ୍ଧୀଙ୍କର ଛୋଟ ଅଜଣା କଥା। ଯଦି ଆମର ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଛି ଦୟାକରି ଲାଇକ୍ କରି ଆମର ଚ୍ୟାନେଲକୁ ନୂଆ କରି ଆସିଥିଲେ ଦୟାକରି ଟିକେ ସବସ୍କ୍ରାଇବ୍ କରିଦିଅନ୍ତୁ।